ଖ୍ରୀଷ୍ଟ ଜ୍ୟୋତି ପ୍ରଜ୍ୱଳିତ ଅନ୍ଧକାର ହେଲା ଲୁପ୍ତ ଖ୍ରୀଷ୍ଟ ଜ୍ୟୋତି ପ୍ରଜ୍ୱଳିତ ଅନ୍ଧକାର ହେଲା ଲୁପ୍ତ ପ୍ରତିଟି ଅନ୍ତର ଆଲୋକିତ କରେ ଯେଉଁ ଜ୍ୟୋତି ପ୍ରତି ଜୀବନର ପଥ ପ୍ରଦର୍ଶକ ସେଇ ଜ୍ୟୋତି ସେ ଯେ ସାରା ଜଗତର ଜ୍ୟୋତି ଖ୍ରୀଷ୍ଟ ଜ୍ୟୋତି ସେହି ସତ୍ୟ ଜ୍ୟୋତି सत्य ज्योति सत्य ज्योति सत्य ज्योति सत्य ज्योति। प्रिय बंधु नमस्कार। सत्य ज्योति बेतार कार्यक्रम परिवार पक्षरु आपण को हार्दिक अभिनंदन जनाए विशेष करके आज रे शुभ शुक्रवार रे आपण को आंतरिक नमस्कार जनाए। आज दिनटी एक पवित्र दिन अटे। एही दिन रे सारा विश्व रे गोटे विषय को लोक माने स्मरण करिथांते ताहा हला जो परित्राणकर्ता प्रभु जीशु ख्रीष्ट अर्थात ईश्वरଙ୍କ पुत्र प्रभु जीशु ख्रीष्ट 2000 वर्ष तले काल्वरी क्रूसरे आपणार प्राण को मानव जातिर निमंते सेमानकर पाप क्षमा निमंते बलि स्वरूप उत्सर्ग करथिले। आउ सेही दिन रे मनुष्यर परित्राणर कार्य से साधन कले जद्वारा कि केवल ताहांकठारे विश्वास करिवा द्वारा पापी मनुष्य पापर क्षमा प्राप्त होई दंडरु मुक्त होई जीवित ईश्वरंकर सहित पुनर्मिलित हबार सुजोग पाए। आउ सेथिपाई एई दिनटी को शुभ शुक्रवार दिन बोलिकी कुहा जाए। चिरंतन क्रूस स्रष्टांक मन करिथिला अधिकार अभूला पथ
ଅଛି ଆନନ୍ଦ ଶାନ୍ତି। ଧୋଇ ଯାଏ ପାପ ନୀତି। କୃଷର ସଙ୍ଗୀତ ମୌଳେ ନା କେବେ ଚିରଦିନ ସୁମଧୁର। କୃଷର ସଙ୍ଗୀତ ମୌଳେ ନା କେବେ ଚିରଦିନ ସୁମଧୁର। ଚିରନ୍ତନ କୃଷ ସ୍ରଷ୍ଟାଙ୍କ ମନ କରିଥିଲା ଅଧିକାର। ଚିରନ୍ତନ କୃଷ ସ୍ରଷ୍ଟାଙ୍କ ମନ କରିଥିଲା ଅଧିକାର। ସାରା ଜଗତର ଉଦ୍ଧାର ପାଇଁ। ସାରା ଜଗତର ଉଦ୍ଧାର ପାଇଁ କୃଷ କଥା ଏକା ସାର। କୃଷ କଥା ଏକା ସାର। ତେବେ ପ୍ରିୟ ବନ୍ଧୁ, ଆଜିର ଧ୍ୟାନ ନିମନ୍ତେ ଆମମାନେ ଈଶ୍ୱରଙ୍କର ପବିତ୍ର ବାକ୍ୟରୁ କିଛି ଅଂଶ ଦେଖିବା। ଅନେକ ଗୁଡ଼ାଏ ଘଟଣା ସେହିଦିନ ଘଟିଛି, ବିଶେଷ କରିକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କେନ୍ଦ୍ର କରି। କିନ୍ତୁ ସେଥିରେ ତାହାଙ୍କର ମୃତ୍ୟୁ ସମୟରେ ସେ ପାଖରେ ଥିବା ଲୋକମାନେ କ'ଣ ସବୁ କହିଥିଲେ। ଅନେକ ଥିଲେ ସେହି ସ୍ଥାନରେ ଯେଉଁମାନେ ତାହାଙ୍କୁ ପରିହାସ କରୁଥିଲେ, ନିନ୍ଦା କରୁଥିଲେ। ମାତ୍ର ତାହାଙ୍କୁ କ୍ରୁଶୀୟ ମୃତ୍ୟୁରେ ମୃତ୍ୟୁଦଣ୍ଡ ଦେବା ପାଇଁ ଯେଉଁ ଶତ ସେନାପତିଙ୍କୁ ଦାୟିତ୍ୱ ଦିଆଯାଇଥିଲା ସରକାରଙ୍କ ତରଫରୁ, ସେହି ବ୍ୟକ୍ତି କ'ଣ କହିଲେ ତାହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଉକ୍ତି ଅଟେ। ତାହା ପବିତ୍ର ଶାସ୍ତ୍ରରେ ବର୍ଣ୍ଣିତ ଅଛି। ମୁଁ ତାହା ଆପଣଙ୍କ ପାଇଁ ପାଠ କରିବାକୁ ଚାହୁଁଛି। ମାର୍କ ଲିଖିତ ସୁସମାଚାର ତାର 15 ଅଧ୍ୟାୟ। ମୁଁ ଅଳ୍ପ କେତୋଟି ପଦ ପଢ଼ିବି, 33 ପଦ ପଢ଼ିବି, ତାପରେ 37 ପଦରୁ 39 ପଦ ପର୍ଯ୍ୟନ୍ତ ପାଠ କରିବି। ଏଠାରେ ଏ ପ୍ରକାର ଲେଖା ଅଛି, 12 ଘଣ୍ଟା ସମୟରେ ଦେଶଯାକ ଅନ୍ଧକାର ଘୋଟିଯାଇ 3 ଘଣ୍ଟା ପର୍ଯ୍ୟନ୍ତ ରହିଲା। କିନ୍ତୁ ଯୀଶୁ ଉଚ୍ଚସ୍ୱର କରି ପ୍ରାଣତ୍ୟାଗ କଲେ। ପୁଣି ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି 2 ଖଣ୍ଡ ହେଲା। ତାହାଙ୍କ ସମ୍ମୁଖରେ ଠିଆ ହୋଇଥିବା ଶତସେନାପତି ତାହାଙ୍କର ଏହି ପ୍ରକାର ପ୍ରାଣତ୍ୟାଗ ଦେଖି କହିଲେ, ସତ୍ୟ ଏହି ବ୍ୟକ୍ତି ଈଶ୍ୱରଙ୍କ ପୁତ୍ର ଥିଲେ। ପ୍ରିୟ ବନ୍ଧୁ, ମୁଁ ଯାହା ପାଠ କଲି ତାହା ତ ଆପଣ ଶୁଣିଲେ, କିନ୍ତୁ ସେହି ଶେଷ ବାକ୍ୟଟି ସେଥିରେ କ'ଣ ପ୍ରକାଶ କରାଗଲା ତାହା ଶୁଣିଲେ କି? ଶତସେନାପତି ଯିଏକି ସେହି ଘଟଣାର ଦାୟିତ୍ୱରେ ଥିଲେ, ଅର୍ଥାତ୍ ଯୀଶୁଙ୍କୁ କ୍ରୁଶରେ କ୍ରୁଶାର୍ପିତ କରିବାର ଭାର ତାହାଙ୍କୁ ଅର୍ପଣ କରାଯାଇଥିଲା। ସେ ଏବଂ ତାଙ୍କର ସଙ୍ଗୀ ସୈନ୍ୟ ଦଳମାନେ ଯୀଶୁଙ୍କୁ କ୍ରୁଶାରୋପଣ କରିଅଛନ୍ତି। ଆଉ ଇତିମଧ୍ୟରେ ପାଖାପାଖି 6 ଘଣ୍ଟା କାଳ ଅତିବାହିତ ହୋଇସାରିଛି। ଏହି ସମୟ ବେଳକୁ ପ୍ରଭୁ ଯୀଶୁ ଉଚ୍ଚସ୍ୱରରେ ପ୍ରାଣତ୍ୟାଗ କଲେ। ସେ କ'ଣ କହିଲେ ଉଚ୍ଚସ୍ୱର କରି? ତାଙ୍କର ସମସ୍ତ ଶକ୍ତି ସରିଆସିଛି କହିବାକୁ ଗଲେ। ତାଙ୍କ ଶରୀର ବିଦୀର୍ଣ୍ଣ ହୋଇଛି ଏବଂ ରକ୍ତର ଝର ଛୁଟିଛି। 6 ଘଣ୍ଟା ପର୍ଯ୍ୟନ୍ତ କ୍ରୁଶ ଉପରୁ ତାହାଙ୍କର ଶରୀର ଯେ ଝୁଲୁଥିଲା, ସେଥିରୁ ରକ୍ତର ସୁଅ ଛୁଟିକି ତଳେ ପଡ଼ିଛି। ସର୍ବାଙ୍ଗ ଶରୀରରୁ ରକ୍ତ ନିଗାଡ଼ି ଯାଇଛି।
ରକ୍ତରେ ମନୁଷ୍ୟର ପ୍ରାଣ ଅଛି, ଆଉ ପ୍ରାଣ ହିଁ ସ୍ରୋତ ହେଇକି ଯଦି ନିଗାଡ଼ି ଯାଇଛି, ଦେହରେ ଆଉ କ'ଣ ବାକି ରହିଥିବ? ଚିନ୍ତା କରି ଦେଖନ୍ତୁ। ତଥାପି ପ୍ରଭୁ ଯୀଶୁ ତାଙ୍କର ବାକି ରହିଥିବା ସମସ୍ତ ଶକ୍ତିକୁ ଏକତ୍ର କରିକି ସେ ଉଚ୍ଚ ସ୍ୱର କରିକି ତାପରେ ପ୍ରାଣ ତ୍ୟାଗ କରୁଛନ୍ତି। ଅନ୍ୟ ସୁସମାଚାର ପୁସ୍ତକ ଗୁଡ଼ିକ ପଢ଼ିଲେ ଆମମାନେ ଜାଣୁ ଯେ ସେ ଶେଷରେ କ'ଣ ସବୁ କହିଥିଲେ। ଗୋଟିଏ କଥା କହିଥିଲେ, ସମାପ୍ତ ହେଲା। ଉଚ୍ଚ ସ୍ୱର କରିକି ସେ କହିଲେ ସମାପ୍ତ ହେଲା। ଅନେକ ବିଷୟର ସମାପ୍ତ ସେ ଘଟେଇଲେ, ମାତ୍ର ସବୁଠାରୁ ବଡ଼ ବିଷୟର ସମାପ୍ତ ହେଲା, ତାହା ହେଉଛି ମନୁଷ୍ୟର ପାପ କ୍ଷମା ନିମନ୍ତେ ଯେଉଁ ବଳିଦାନ ଉତ୍ସର୍ଗିତ ହେବାର ଆବଶ୍ୟକତା ଥିଲା, ତାହା ସମାପ୍ତ ହେଲା, ସମ୍ପୂର୍ଣ୍ଣ ହେଲା। ଏହାପରେ ପାପୀ ମନୁଷ୍ୟକୁ ଆଉ ଅନ୍ୟ କୌଣସି ବଳି ନେଇକି ଆସିବାକୁ ପଡ଼ିବ ନାହିଁ। ଯୀଶୁଙ୍କର ବଳିଦାନ ଯଥେଷ୍ଟ ଅଟେ ସମସ୍ତ ମାନବ ଜାତିର ନିମନ୍ତେ। ସେ ସମସ୍ତଙ୍କର ନିମନ୍ତେ ଏକାଥରକେ ଆପଣାକୁ ବଳି ସ୍ୱରୂପ ଉତ୍ସର୍ଗ କଲେ। ସେଥିପାଇଁ ଲେଖା ଅଛି ବାକ୍ୟରେ, ତାହାଙ୍କର ରକ୍ତ ଆମମାନଙ୍କ ସମସ୍ତ ପାପରୁ, ସମସ୍ତ ଅଧର୍ମରୁ, ସମସ୍ତ ଅପରାଧରୁ ଆମମାନଙ୍କୁ ପରିଷ୍କାର କରେ। ଈଶ୍ୱରଙ୍କଠାରେ କ୍ଷମା ଅଛି ଏବଂ ସେହି କ୍ଷମା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଦ୍ୱାରା ଆପଣଙ୍କ ନିକଟରେ, ମୋ ନିକଟରେ ପହଞ୍ଚି ପାରୁଛି। ଶୁଭ ଶୁକ୍ରବାରର ଏଇଟା ହେଉଛି ସବୁଠାରୁ କହିବାକୁ ଗଲେ ଚମତ୍କାର ଏବଂ ବଡ଼ ଘଟଣା ଅଟେ। କାରଣ ଜଣେ ପାପୀ ମନୁଷ୍ୟ ସେ କ୍ଷମାପ୍ରାପ୍ତ ହୁଏ, ସେ ଈଶ୍ୱରଙ୍କ ସହିତ ମିଳିତ ହୁଏ, ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରାପ୍ତ ହୁଏ। କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ବଳିଦାନ ସକାଶେ ତାହା ସମ୍ଭବପର ହୋଇପାରିଛି। ତେବେ ପ୍ରିୟମାନେ, ସେହି ଦିନରେ ଯେଉଁ ସତ ସେନାପତି, ଯେଉଁ ଅଫିସର ଇନଚାର୍ଜ ଯିଏକି ଏ ଦାୟିତ୍ୱରେ ଥିଲେ, ସେ ଗୋଟିଏ କଥା କହିକି ସେ ତାହାର ପ୍ରକୃତ ରହସ୍ୟକୁ ଉନ୍ମୋଚନ କରିଛନ୍ତି। ସେ କ'ଣ କହିଲେ? ନିଶ୍ଚୟ ସତ୍ୟ ଏହି ବ୍ୟକ୍ତି ଈଶ୍ୱରଙ୍କ ପୁତ୍ର ଥିଲେ। ତେବେ ଈଶ୍ୱରଙ୍କର ପୁତ୍ରଙ୍କୁ କ୍ରୁଶାରୋପଣ କରାଯିବ, ଏ କି ପ୍ରକାର ପ୍ରତିକ୍ରିୟା ମନୁଷ୍ୟର ପାଖରୁ? ମନୁଷ୍ୟ ସୃଷ୍ଟ ମନୁଷ୍ୟ ଅଟେ। ସୃଷ୍ଟିକର୍ତ୍ତା ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ ଏକ ଉତ୍ତମ ଉଦ୍ଦେଶ୍ୟ ରଖି, ଯେପରି ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ କରିବ ସେ ଅନନ୍ତ ଜୀବନ ପାଇବ। ଯେ ଜୀବନ ନେଇକି ଆସିଲେ, ଜୀବନ ଦେବା ପାଇଁ ଆସିଲେ, ପ୍ରଚୁର ଜୀବନ ଦେବା ପାଇଁ ଆସିଲେ, ତାହାଙ୍କୁ ଯଦି ଆପଣ କ୍ରୁଶାରୋପଣ କରି ମାରିଦେବେ, ଆପଣ କ'ଣ ପାଇବେ? ଈଶ୍ୱର କ'ଣ ଆପଣଙ୍କୁ ସେମିତି ଛାଡ଼ିଦେବେ କି? ଏହା ଗୁରୁତର ବିଷୟ ଅଟେ। ତଥାପି ସେହି ବ୍ୟକ୍ତି ଜଣକ କହିଲେ ଯେ ଏ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର ଥିଲେ। ଯେଉଁ ପ୍ରଭୁ ଯୀଶୁ ନିରୀହ ଅବସ୍ଥାରେ କାଲବରୀ କ୍ରୁଶରେ 2000 ବର୍ଷ ତଳେ ଝୁଲିଲେ, ଭାଇ ଭଉଣୀମାନେ, ସେ ଅନ୍ୟ କେହି ନୁହନ୍ତି, ସତ୍ୟ ଜୀବିତ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି। ଏକ ଉଦ୍ଦେଶ୍ୟ ନେଇକି ସେ ଜଗତକୁ ଆସିଥିଲେ, ଯେପରି ଆପଣଙ୍କ ପରି ମୋ ଭଳି ପାପୀ ମନୁଷ୍ୟମାନଙ୍କୁ, ନରକଗାମୀ ମନୁଷ୍ୟମାନଙ୍କୁ ସେ ମହାବିନାଶରୁ ଉଦ୍ଧାର କରିବେ ଏବଂ ଆମମାନଙ୍କୁ ଅନନ୍ତ ଜୀବନ ଦେଇ ସତ୍ୟ ଈଶ୍ୱରଙ୍କ ସହିତ, କହିବାକୁ ଗଲେ ତାହାଙ୍କ ସହିତ ବାସ କରିବା ନିମନ୍ତେ ଅଧିକାର ଦେବେ। ଆଜି ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ଆଜି ମଧ୍ୟ କଥା କହେ, ଆଉ ଆଜି ମଧ୍ୟ ଏହି ଆହ୍ୱାନ ଦିଏ, ଆପଣ ଯେ କେହି ହୁଅନ୍ତୁ ନା କାହିଁକି, ଯଦି ତାହାଙ୍କଠାରେ ବିଶ୍ୱାସ କରିବେ, ତାହାଙ୍କୁ ହୃଦୟରେ ସ୍ଥାନ ଦେବେ, ତେବେ ଆପଣ ଈଶ୍ୱରଙ୍କ ସନ୍ତାନ ଭାବରେ ଜୀବନରେ ବଞ୍ଚିବାକୁ ପାରିବେ ଏବଂ ଏହି ଜଗତ ଛାଡ଼ିଲା ଉତ୍ତାରେ ମଧ୍ୟ ଆପଣ ସେହି ଜୀବିତ ପରମେଶ୍ୱର ପିତା ପରମେଶ୍ୱରଙ୍କର ସହିତରେ ବାସ କରିବା ନିମନ୍ତେ ସ୍ୱର୍ଗକୁ ନିଆଯିବେ। ପ୍ରଭୁ ଯୀଶୁ କାଲବରୀ କ୍ରୁଶରେ ତାହା ହିଁ ଆମମାନଙ୍କର ନିମନ୍ତେ ସାଧନ କରିଅଛନ୍ତି। ସେଇଥିପାଇଁ ଏହି ଶୁକ୍ରବାରକୁ ସେଇ ଗୋଟିଏ ଘଟଣା ସକାଶେ ଶୁଭ ଶୁକ୍ରବାର ବୋଲିକି କୁହାଯାଉଛି। ବର୍ଷରେ ଗୋଟିଏ ଶୁକ୍ରବାର ଯାହାକୁ କି ଶୁଭ ଶୁକ୍ରବାର ବୋଲି କୁହାଯାଏ, କାରଣ ପ୍ରତ୍ୟେକ ମନୁଷ୍ୟର ନିମନ୍ତେ ମଙ୍ଗଳର ବିଷୟ ସାଧିତ ହୋଇଅଛି। ଆଜିର ସମୟ ଆମମାନଙ୍କର ଏଇଠି ସରିଛି। ତେବେ ବିଦାୟ ନେବା ପୂର୍ବରୁ ମୁଁ ଆପଣଙ୍କ ପାଇଁ ପଦେ ପ୍ରାର୍ଥନା କରିବାକୁ ଚାହୁଁଛି। ମୋ ସହିତ ପ୍ରାର୍ଥନାରେ ଯୋଗ ଦିଅନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା।
स्वर्गस्थ पिता परमेश्वर तुमे तुमर एकमात्र पुत्र को मो पाई आम्भमान पाई जगत को प्रेरण कल से आसिले आम एपरी गोटे दिन में 2000 वर्ष तले काल्वरी क्रूसरे आपणार प्राण को देले बलि स्वरूप उत्सर्ग कले से बलिदान रे विश्वास करने द्वारा आम माने जीवन प्राप्त हेउछु। प्रभु धन्यवाद करुचु तुमरे महान आश्चर्य एवं प्रभु असंभव विषय को तुमे संभव रे परिणत करिथिबारु तुम शरणागत होउछु। जेते भाई भणी माने एई समय वाक्य को शुणुअछंती से समस्त को तुम चरण तले समर्पण करुअछु। प्रत्येक जीवन रे तुमर से पाप क्षमा शांति आनंद शक्ति एवं से नूतन जीवन ओ परित्राण तुम्हें प्रदान कर बोली प्रार्थना करी यीशुଙ୍କ नाम रे मागेलु आमेन। बहुत बहुत धन्यवाद। प्रभु आपण को आशीर्वाद करंतु। सुनिले आजिर कार्यक्रम सत्य ज्योति ए संपर्क रे अधिक जानिबा पई ओ बिना मूल्य रे एक पुस्तक पाइबा पई आमको पत्र लिखंतु एवं जदि आपणकर किछि प्रश्न थाए तेबे आमको एई ठिकाना रे जोगाजोग करंतु बा फोन जोगे संपर्क करंतु। आम ठिकाना हैला सत्य ज्योति पोस्ट बॉक्स नंबर 89 कटक 753001। आज पई विदाय नेउछु। आपण मानक सहित पुणी देखा हबो ठीक आसंता सप्ताहर एई दिन एई समय। नमस्कार।